କୁମ୍ଭ ରାଶି 2025 ଫେବୃଆରୀ ମାସର ରାଶିଫଳ। 2025 ମସିହା ଫେବୃଆରୀ ମାସ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଭାଗ୍ୟବାନ ମାସ ଭାବରେ ସାବ୍ୟସ୍ତ ହେବାକୁ ଯାଉଛି। ଭାଗ୍ୟ ଭାବର ଅଧିପତି ଶୁକ୍ର ମହାଗ୍ରହ ଆପଣଙ୍କ ରାଶିଠାରୁ ଦ୍ୱିତୀୟ ଭାବ ମୀନ ରାଶିରେ ଅବସ୍ଥାନ କରିବା ଆପଣଙ୍କୁ ଧନ ଭାବରେ ଧନୀ କରିବା ସହିତ ଆପଣଙ୍କର ଆର୍ଥିକ ସ୍ୱଚ୍ଛଳତା ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଉଚ୍ଚ ଭାବରେ ସ୍ଥିତ ଭାଗ୍ୟ ଭାବର ଅଧିପତି ଶୁକ୍ର ଅଯାଚିତ ବା ଆଶା କରିନଥିବା ଦିଗରୁ ଧନ ପ୍ରଦାନ କରାଇବ। ବାଣିଜ୍ୟ ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଆର୍ଥିକ ନିବେଶ କରିବା ପାଇଁ ବହୁତ ଅନୁକୂଳ ସମୟ, କିନ୍ତୁ ଅନାବଶ୍ୟକ ଭାବେ ଖର୍ଚ୍ଚ କରିବା ଠିକ୍ ହେବ ନାହିଁ। ମୀନ ରାଶିରେ ଶୁକ୍ରଙ୍କ ଅବସ୍ଥିତି ତୀର୍ଥାଟନର ପରିଚାୟକ। ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଯୋଗଦେଇ ଗଙ୍ଗା ସ୍ନାନର ପୁଣ୍ୟ ଅର୍ଜନ କରିବା ପାଇଁ ସୁଯୋଗ ଆସିପାରେ। ପାରିବାରିକ ସୌଖ୍ୟ ରହିବା ସହିତ ପରିବାରରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବାର ସମ୍ଭାବନା ବହୁତ ଅଧିକ। ସପରିବାର ଭ୍ରମଣ ଯୋଗ ମଧ୍ୟ ରହୁଅଛି। ଫେବୃଆରୀ ମାସ ସାରା କୁମ୍ଭ ରାଶିରେ ବିଦ୍ୟମାନ ଶନି ଏବଂ ଚତୁର୍ଥ ଭାବ ବୃଷ ରାଶିରେ ଅବସ୍ଥିତ ବୃହସ୍ପତି ମହାଗ୍ରହ ଆପଣଙ୍କୁ ସ୍ଥାୟୀ କର୍ମ ପ୍ରଦାନ କରିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ମନ୍ଥରତା ବା ବିଳମ୍ବତା ଦୂର ହୋଇ କାର୍ଯ୍ୟ ସିଦ୍ଧି ହେବ। ନୂତନ ଚାକିରି କରିପାରନ୍ତି। ସରକାରୀ ଚାକିରି କରୁଥିଲେ 15 ତାରିଖ ପରେ କର୍ମକ୍ଷେତ୍ରରେ ପ୍ରମୋସନର ଆଶା କରାଯାଇପାରେ କିମ୍ବା ମନମୁତାବକ ସ୍ଥାନକୁ ବଦଳି ହେବାର ସମ୍ଭାବନା ମଧ୍ୟ ଉଦ୍ରେକ ରହିଛି। ବାଣିଜ୍ୟ ବେପାର କରୁଥିଲେ ନୂତନ ପ୍ରକାରର ବାଣିଜ୍ୟ ବ୍ୟବସାୟ କରିବା ପାଇଁ ସୁଯୋଗ ଆସିବ। ବ୍ୟବସାୟ କ୍ଷେତ୍ରରେ ପ୍ରଥମରୁ ମନ୍ଥରତା ଲାଗି ରହିଲେ ମଧ୍ୟ ମାସ ଶେଷ ସୁଦ୍ଧା ଆଶାନୁରୂପ ବ୍ୟବସାୟିକ ସଫଳତା ହାସଲ କରିବେ। କିନ୍ତୁ ଯୌଥ ବ୍ୟବସାୟ ବା ଭାଗୀଦାରୀ ବ୍ୟବସାୟ କରୁଥିଲେ ସତର୍କତା ଅବଲମ୍ବନ କରିବେ, ନଚେତ୍ ଧୋକା ଖାଇବାର ସମ୍ଭାବନା ରହିଛି। କୁମ୍ଭ ରାଶିର ତୃତୀୟାଧିପ ମଙ୍ଗଳ ଷଷ୍ଠ ଭାବରେ ରହିବା ଭାଇ ଭଉଣୀଙ୍କ ସମ୍ପର୍କରେ ବାଧା ପହୁଞ୍ଚାଇପାରେ। ଫେବୃଆରୀ ମାସରେ ପାରସ୍ପରିକ ବୁଝାମଣା ରଖି ଚଳିବା ଉଚିତ ହେବ। ଜାଗା ବାଡ଼ି କ୍ରୟ କରିବାର ସମ୍ଭାବନା ଅଛି, କିନ୍ତୁ ଠକାମିର ଶିକାର ହେବା ମଧ୍ୟ ଯୋଗ ରହୁଅଛି। ତେଣୁ ଜାଗା ବାଡ଼ି କିଣିବା ପୂର୍ବରୁ ଜାଗାର କାଗଜପତ୍ର ଭଲ ଭାବରେ ପରୀକ୍ଷା କରାଇ ନେବା ଉଚିତ ହେବ। ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଫେବୃଆରୀ ମାସଟି ବିଶେଷ ଅନୁକୂଳ ଫଳ ପ୍ରଦାନ କରୁନଥିବାରୁ ଏହି ମାସରେ ଶିକ୍ଷାର୍ଥୀମାନେ ଅଧିକ ପ୍ରଯତ୍ନ କରନ୍ତୁ। ପାଠପଢ଼ାରେ ମନୋନିବେଶ କରନ୍ତୁ। ଆବଶ୍ୟକତା ଅନୁଭବ କଲେ ପଢ଼ିଥିବା ପାଠ ରିଭାଇଜ୍ କରିନେବା ଠିକ୍ ରହିବ। ପ୍ରେମ ସମ୍ପର୍କରେ ଥିବା ପୁଅ ଝିଅମାନଙ୍କ ପାଇଁ ମାସଟି ଭଲ ଫଳ ଦେବାର ଦେଖାଯାଉ ନାହିଁ। ପୂର୍ବରୁ ଥିବା ପାରସ୍ପରିକ ସହମତିରେ ଫାଟ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଯାଇପାରେ। ଏହି ଫେବୃଆରୀ ମାସରେ ପ୍ରେମୀ ଯୁଗଳ ପରସ୍ପର କୌଣସି ପ୍ରତିକ୍ରିୟା ପ୍ରକାଶ କରିବା ତଥା କୌଣସି ପ୍ରକାର ଶପଥ ନ କରିବା ସେମାନଙ୍କ ପାଇଁ ଉଚିତ ହେବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାସଟି ମଧ୍ୟମ ଧରଣର ଫଳ ପ୍ରଦାନ କରୁଥିବା ବେଳେ ମାସର ପ୍ରଥମାର୍ଦ୍ଧରେ ଥଣ୍ଡା, କାଶ ଓ ସର୍ଦ୍ଦି ଜନିତ ରୋଗ ଦେଖାଦେଇପାରେ। ଆଣ୍ଠୁଗଣ୍ଠି ଜନିତ ରୋଗ ଭୋଗ କରୁଥିବା ରୋଗୀ ବିଶେଷ ସାବଧାନତା ଅବଲମ୍ବନ କରିବା ସହିତ ହାର୍ଟ ବା ହୃଦୟର ଚେକଅପ୍ କରାଇ ନେବା ଭଲ ହେବ। ମାସର ଶେଷ ସପ୍ତାହରେ ଦୂରସ୍ଥାନ ଭ୍ରମଣର ଯୋଗ ରହୁଅଛି। ଏ ତ ଗଲା ମୋଟାମୋଟି ଭାବରେ ଫେବୃଆରୀ ମାସ ପାଇଁ କୁମ୍ଭ ରାଶିର ମାସିକ ରାଶିଫଳ। କୁମ୍ଭ ରାଶିର ଧନ ଭାବରେ ମୀନ ରାଶିରେ ଅବସ୍ଥିତ
ଭାଗ୍ୟାଦୀପ ଶୁକ୍ର ମହାଗ୍ରହଙ୍କୁ ପ୍ରସନ୍ନ କରିବା ପାଇଁ ତଥା ଧନ ଭାବରେ ପ୍ରଭୂତ ଉନ୍ନତି ପାଇଁ ଶୁକ୍ର ମହାଗ୍ରହଙ୍କର ଅଧିଷ୍ଠାତ୍ରୀ ଦେବୀ ମା ମହାଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ସହିତ ଲଗ୍ନ ଭାବରେ ଅବସ୍ଥିତ ଶନି ଗ୍ରହଙ୍କ ପାଇଁ ମା ଦକ୍ଷିଣକାଳୀଙ୍କର ପୂଜାର୍ଚ୍ଚନା ଓ ସୂର୍ଯ୍ୟଦେବଙ୍କ ପାଇଁ ପ୍ରତ୍ୟହ ପ୍ରାତଃ ସ୍ନାନ ପରେ ସୂର୍ଯ୍ୟ ନମସ୍କାର ଓ ଆଦିତ୍ୟ ହୃଦୟ ସ୍ତୋତ୍ର ପଠନ କୁମ୍ଭ ରାଶି ପାଇଁ ବିଶେଷ ଶୁଭ ଫଳ ପ୍ରଦାନ କରିବ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।